କାହିଁକି ଡରୁଛ ବନ୍ଧୁ? ଏଇ ଜୀବନରେ କ'ଣ ହେବ? ଯାହା ଲେଖା ଅଛି ନା ଭାଗ୍ୟରେ ତାହା ହିଁ ହେବ। ବିଧିର ବିଧାନକୁ କେହି ବି ବଦଳାଇ ପାରିବେନି। ବନ୍ଧୁ, ଯେଉଁ ବ୍ୟକ୍ତି ଆପଣଙ୍କର ସମ୍ମାନ କରେନି, ଆପଣଙ୍କର ଆଦର କରେନି, ଆପଣଙ୍କ ପ୍ରତି ଶତ୍ରୁର ବ୍ୟବହାର କରେ, ସେପରି ଲୋକଙ୍କ ପାଖରେ ରହିବା ଅପେକ୍ଷା ଜୀବନରେ ଏକୁଟିଆ ରହିଯିବା ଭଲ। ଜୀବନରେ ଅଧିକ ସିଧା ସାଧା ହେବ ବା ସରଳ ହେବ ଏତେ ବି ଭଲ ନୁହେଁ ବନ୍ଧୁ। ଯିଏ ଅଧିକ ସରଳ ଆଉ ସାଧା ସିଧା ହୋଇଥାଏ ନା, ଲୋକ ତାର ଫାଇଦା ସବୁବେଳେ ଉଠାଇଥାନ୍ତି। ଭାଗ୍ୟବାନ ଲୋକ ଟିକିଏ ଦୁଃଖ ପାଇ ଭଗବାନଙ୍କୁ ଦୋଷ ଦେଇଥାନ୍ତି, କିନ୍ତୁ ଭାଗ୍ୟହୀନ ଲୋକ ଟିକିଏ ଭଲ ହେଲେ ବି ଭଗବାନଙ୍କର ଧନ୍ୟବାଦ ଆଉ ସ୍ମରଣ କରିଥାନ୍ତି। ପ୍ରଭୁ ସବୁବେଳେ ନିଜ ଭକ୍ତର ପରୀକ୍ଷା ନେଇଥାନ୍ତି। ଏହି ପରୀକ୍ଷାରେ ଭକ୍ତମାନଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ। ସାଧାରଣ ଲୋକ ଏହାକୁ ନିଜର ଦୁଃଖ ଭାବିକି ପଛ ଛାଡ଼ି ଦେଇଥାନ୍ତି, କିନ୍ତୁ ସାଧକ ପ୍ରଭୁଙ୍କ ଇଚ୍ଛା ଭାବିକି ତାର ସାମ୍ନା କରିଥାନ୍ତି। ଯେଉଁ ଲୋକ କହିଥାନ୍ତି କି ବନ୍ଧୁ ନିଜ ଲୋକ ଆଗରେ ନଇଁଯିବା କିଛି ଖରାପ କଥା ନୁହେଁ, ସେମାନଙ୍କୁ ଏହା ଜଣାଥିବା ଦରକାର କି ଯିଏ ନିଜର ହୋଇଥାନ୍ତି ନା, ସିଏ କେବେ ନଇଁବାକୁ ଦେଇନଥାନ୍ତି। ଦେବତ୍ୱ କେବଳ ଶକ୍ତିଶାଳୀ ହେଲେ ନୁହେଁ ବନ୍ଧୁ, ବରଂ ବାସ୍ତବିକ ଦେବତ୍ୱ ଲୋକଙ୍କ ଭିତରେ ଶକ୍ତି ଜାଗ୍ରତ କରିବାରେ ଥାଏ। ଯେବେ ଲୋକ ଆପଣଙ୍କର ଖରାପ କରିଥାନ୍ତି ସେତେବେଳେ ଚିନ୍ତା କରିବ ନାହିଁ, କାହିଁକି ଲୋକ ଆପଣଙ୍କୁ ମହତ୍ତ୍ୱ ଦେବାର ଅନ୍ୟ କୌଣସି ଉପାୟ ହିଁ ଜାଣିନଥାନ୍ତି। ସମସ୍ତଙ୍କ ସହିତ ଏମିତି ବ୍ୟବହାର କର କି ଯଦି କିଏ ଆପଣଙ୍କ ବିଷୟରେ ଖରାପ କହେ, ଯେମିତି ଲୋକ ତାକୁ ବିଶ୍ୱାସ କରିବେ ନାହିଁ। ଆମେ ନ କହିଲେ ବି ସିଏ ଶୁଣି ନେଇଥାନ୍ତି, ଏଥିପାଇଁ ତାଙ୍କ ନାମ ପରମାତ୍ମା ଅଟେ। ଯିଏ ନ କହିଲେ ବି ଆମକୁ ଶୁଣାଯାଇଥାଏ, ଏହା ହିଁ ଶ୍ରଦ୍ଧା ଅଟେ। ଯଦି ବ୍ୟକ୍ତି ଶିକ୍ଷା ପୂର୍ବରୁ ସଂସ୍କାର, ବେପାର ପୂର୍ବରୁ ବ୍ୟବହାର ଆଉ ଭଗବାନଙ୍କ ପୂର୍ବରୁ ମାତା ପିତାଙ୍କୁ ଚିହ୍ନିଥାଏ, ତେବେ ଜୀବନରେ କୌଣସି କଠିନତା ଆସିବ ନାହିଁ। ସ୍ୱାର୍ଥ ସଂସାରର ଏମିତି ଏକ କୂଅ ଅଟେ ଯେଉଁଥିରେ ପଡ଼ିଲେ ବାହାରିବା ଏତେ ସହଜ ନୁହେଁ। ଯାହାକୁ ଭଗବାନଙ୍କ କୃପା ଉପରେ ଭରସା, ନ୍ୟାୟ ଉପରେ ବିଶ୍ୱାସ ଥାଏ, ତାକୁ ସଂସାରର କୌଣସି ବି ସ୍ଥିତି କେବେ ବିଚଳିତ କରିପାରିବ ନାହିଁ। ଜୀବନରେ ସବୁକିଛି ଶେଷ ହୋଇଗଲା ପରେ କିଛି ନାହିଁ ବନ୍ଧୁ, ସବୁବେଳେ ଏକ ନୂଆ ଆରମ୍ଭ ଆପଣଙ୍କ ଅପେକ୍ଷା କରିଥାଏ। ଆପଣ କେବେ ବି ସଫଳ ହୋଇପାରିବେ ନାହିଁ ବନ୍ଧୁ ଯଦି ଆପଣ ବାରମ୍ବାର ନିଜ ଅତୀତକୁ ମନେ ପକାଇ ଚିନ୍ତିତ ରହିଥାନ୍ତି। ତୁମେ ତାଙ୍କ ପାଇଁ କାହିଁକି ଆଖିରୁ ଲୁହ ଗଡ଼ାଉଛ ଯିଏ ତୁମ ଲୁହର ଯୋଗ୍ୟ ହିଁ। ଆଉ ପୁଣି ଜ୍ଞାନର କଥା କହୁଛ? ମନେ ରଖ, ବୁଦ୍ଧିମାନ ବ୍ୟକ୍ତି ନା ଜୀବିତ ନା ମୃତ ବ୍ୟକ୍ତି ପାଇଁ କାନ୍ଦିଥାନ୍ତି। ଜୀବନରେ ଏହି ଦୁଇଟି କଥାକୁ ନିଜ ଭିତରେ ଗଣ୍ଠି ବାନ୍ଧି ରଖ। ଫାଇଦାରେ ରହିବ। ପ୍ରଥମ ହେଲା ନୀରବ ରହିବ। ନୀରବ ରହିବା ଠାରୁ ବଡ଼ ଉତ୍ତର ଆଉ କିଛି ନାହିଁ। ଦ୍ୱିତୀୟ ହେଲା କ୍ଷମା କରିବା ବନ୍ଧୁ। କ୍ଷମା କରିବା ଠାରୁ ବଡ଼ ହୃଦୟମାନ ବ୍ୟକ୍ତି ଆଉ କେହି ନାହିଁ ଏହି ସଂସାରରେ। କାହାକୁ ନିଜର ପସନ୍ଦ କରିବା ବଡ଼ କଥା ନୁହେଁ, ବରଂ ତୁମେ ନିଜେ କାହାର ପସନ୍ଦ ହେବ, ଏହା ସବୁଠୁ ବଡ଼ କଥା ଅଟେ। ଯଦି ଆମର ଚରିତ୍ର ସଫା ଆଉ ଉଦ୍ଦେଶ୍ୟ ଭଲ ଥାଏ ନା, ତେବେ କୌଣସି ନା କୌଣସି ରୂପରେ ଈଶ୍ୱର ଆମକୁ ସାହାଯ୍ୟ କରିଥାନ୍ତି। ଜୀବନରେ ତୁମେ ଯେତେ ବି ଭଲ ବହି ପଢ଼ିନି ବା କେତେ ବି ଭଲ ଶବ୍ଦ ଶୁଣିନିଅ ନା କାହିଁକି, କିନ୍ତୁ ଯଦି ସେ ସବୁକୁ ନିଜ ଜୀବନରେ ନ ଉତାରିବ ନା, ତେବେ ସେସବୁର କିଛି ମୂଲ୍ୟ ହିଁ ରହିନଥାଏ। ମୁହଁରେ କ୍ଷମା କରିବାକୁ କାହାକୁ ସମୟ ଲାଗିନଥାଏ, କିନ୍ତୁ ହୃଦୟରେ କ୍ଷମା କରିବାକୁ ସାରା ଜୀବନ ଲାଗିଯାଇଥାଏ। ଶ୍ରୀକୃଷ୍ଣ କୁହନ୍ତି, ଯଦି ତୁମେ ନିଜର କଲ୍ୟାଣ ଚାହୁଁଛ, ସବୁ ଉପଦେଶ ସବୁ ଧର୍ମକୁ ଛାଡ଼ିକି ମୋ ଶରଣରେ ଆସିଛ, ମୁଁ ତୁମକୁ ମୁକ୍ତି ପ୍ରଦାନ କରିବି। ଯେତେ ଭିଡ଼ ବଢ଼ୁଛି ଏ ଦୁନିଆରେ, ଲୋକ ସେତେ ଏକୁଟିଆ ହୋଇଯାଉଛନ୍ତି। ସମ୍ପର୍କକୁ ଖାଲି ସମୟ ନୁହେଁ ବନ୍ଧୁ, ବୁଝିବା ବି ଦରକାର। ମଣିଷ ସେହି ଜିନିଷ ଦ୍ୱାରା କମ୍ ରୋଗଗ୍ରସ୍ତ ହୋଇଥାଏ ଯାହା ସିଏ ଖାଇଥାଏ। ଅଧିକ ରୋଗଗ୍ରସ୍ତ ସେହି ଜିନିଷ ଦ୍ୱାରା ହୋଇଥାଏ ଯାହା ତାକୁ ଭିତରୁ ଭିତରୁ ଖାଇଯାଇଥାଏ। ସେ ଲୋକଙ୍କ ଠାରୁ ବଞ୍ଚିକି ରହିବା ଦରକାର ବନ୍ଧୁ, ଯିଏ ଆପଣଙ୍କ ହୃଦୟରେ ଦିମାଗରେ ରହିଥାନ୍ତି। ମୁଁ ବହୁତ ପ୍ରକାର ଲୋକଙ୍କୁ ଦେଖିଛି ମୋ ଜୀବନରେ। ସାହାଯ୍ୟ ନେଇକି ଧନ୍ୟବାଦ ଜଣାଉଥିବା ଲୋକ, ସାହାଯ୍ୟ ନେଇକି ବୋକା କହୁଥିବା ଲୋକ, ଯିଏ ଆପଣଙ୍କୁ କଷ୍ଟରେ ଥିବାର ଦେଖିକି କାନ୍ଦି ପକାଇଥାଏ। ମନେ ରଖ ବନ୍ଧୁ, ସିଏ ଆପଣଙ୍କୁ କେବେ ବି କଷ୍ଟ ଦେଇନଥାଏ। ଗୋଟିଏ କଥା ସବୁବେଳେ ମନେ ରଖିବ କି ଯେଉଁ ମଣିଷ ଅନ୍ୟର କଥା ତୁମକୁ କହିଥାଏ, ସିଏ ତୁମର କଥା ବି ଲୋକଙ୍କୁ କହୁଥିବ। ଜୀବନରେ କେବେ ବି ବନ୍ଧୁ କାହା ଉପରେ ଆଖି ବନ୍ଦ କରିକି ଭରସା କରିବନି, କାହିଁକି ଏ ଦୁନିଆ ଏତେ ବି ଭଲ ନୁହେଁ ଯିଏ ଆପଣଙ୍କ ଭରସାକୁ ଅତୁଟ ରଖିବ। ଅସ୍ତ ହେଉଥିବା ସୂର୍ଯ୍ୟ ଏହାର ଏକ ଜ୍ୱଳନ୍ତ ଉଦାହରଣ କି ଶେଷ ବି ସୁନ୍ଦର ହୋଇପାରେ। ସମୟ ଏମିତି ଏକ ଓଜନ କଣ୍ଟା ଅଟେ, ଯିଏ ଖରାପ ସମୟରେ ନିଜ ଲୋକଙ୍କ ମୂଲ୍ୟ କେତେ କହିଦେଇଥାଏ। ମିଛ କହିଥାନ୍ତି ସେହି ଲୋକ ବନ୍ଧୁ ଯିଏ ଏହା କୁହନ୍ତି କି ଆମେ ସବୁ ମାଟିରେ ନିର୍ମିତ। ମୁଁ ଅନେକ ସ୍ୱପ୍ନ ସହିତ ପରିଚିତ ଯାହା ପଥରରେ ନିର୍ମିତ। କିଛି ସମ୍ପର୍କ ବନ୍ଧୁ ଭଡ଼ା ଘର ପରି ହୋଇଥାଏ, ତାକୁ ଯେତେ ବି ସଜାଇଲେ
ତାହା କେବେ ନିଜର ହିଁ ହୋଇନଥାଏ। ତ ବନ୍ଧୁ ମୋର ଏଇ ଛୋଟ ଛୋଟ କଥା ଯଦି ଆପଣଙ୍କୁ ଭଲ ଲାଗିଥିବ ତେବେ ଭିଡ଼ିଓଟିକି ଲାଇକ୍ ସେୟାର କମେଣ୍ଟ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସପୋର୍ଟ କରିବେ।